भागवतरे लेखा अछि जे पांचे परमंद तामंद पांचंती गोविंद। केही जदि अन्य पाई गात खोले से गातरे निजे ही पड़ी मरे। आउ केही जदि अन्य को ठकेइबा को चेष्टा करे ताहले से दिने न दिने निजे ठकामी रे पड़े। सेइथिपई ठक मानकु कहंती बक धार्मिक। आज तुम मानकु सेई विषय गोटे कहानी कहूची सुन। कहानीटी होची बग आउ कंकड़ा कथा। गोटे बग थिला नीति पोखरी आउ नईरु माछ आउ कंकड़ा खोजी खाए। एमिति खाऊ खाऊ शेषर दिने पोखरीरु सबु माछ सरीगले। खरा दिन पोखरीरु पानी भी सुकीगला किंतु बग खाइबाकू न पाई एणे तेणे पोखरी खोजिबाकू लागिला। एमिति खोजु खोजु दिने जंगल रे गोटे पोखरी पाइला। सेई पोखरी रे माछ कंकड़ा आउ कईछ समस्ते मिलीमिशी चलती। कंकड़ा दादा पिलांको खेलिबा देखि केते भल लागुची ना। हलो माछ आम भाग्य भल जे ये पोखरी रे पानी केबे सुखेनी कि ता छड़ा एठी बग माछरंका आदि चढ़ेईकर भी भय नाही। सत्य कथा ए सब भगवान कर आशीर्वाद। तम समस्तको हस खुशी देखि मो पेट पूरी जाउची। प्रभुको कृपा आम उपरे सदा बेले एमती थाउ। भोकरे जळुची पेट मोर मिली नाही किछि आहार। दियो हे प्रभु माछ गोटे भोक मेंटी जीव मोहर। अरे सेठी गोटाए पोखरी दिसुची ना कोन। अरे माछ भी डेउचंती पानी रे। जा हो भगवान मो डाक सुनिले मो चिंता गला। एथर कोई पेट आउ खाली रहिबनी। आपण थाउ थाउ हमर की चिंता जे सबु विपद आपदरे तो आपण हमर साहा भरोसा। अरे वाह की मजा कंकुड़ा भी अच्छी। एथरक जमी गला। बोधे किछि विपद आसिलानी। समस्ते लुचि जाओ मु देखि आसे। एबे तो थिले सबु माछ गले कुआडे। एइठी के गोटाए बुद्धि आजीब अछि जे माछ मानकु सावधान करि देइछि। विपद घुंची जाइछि। एथरक बाहर को आस। कंकड़ा दादा आपणक बुद्धि जोगु आज एते बड़ा विपदर आमे सब रक्षा पाई गलु। कथारे अछि परा बुद्धि विचारी कार्य कले प्रमाद न पड़ई भले। हाँ हाँ जाहाकु रखिबे अनंत की करि पारे बलवंत। भोक तो प्रबल हेलानी हेले करे भी कोन। ए माछ माने तो धरा दौनाहांती। देखे आउ टिके अपेक्षा करे
ଏଇ ତ ପୁଣି ଆସିଲିଣି। ନା 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 ନା, ମୁଁ ଗଲେ ପୁଣି ଏମାନେ ଚାଲିଯିବେ, ଲୁଚିଯିବେ। କେହି ତ ଏମାନଙ୍କୁ ପାଠ ପଢେଇ ଦଉଛି ଆଉ। ମତେ କିଛି ଗୋଟାଏ ଉପାୟ ଖୋଜିବାକୁ ହବ। କିଛି ଗୋଟାଏ କରେଇବାକୁ ହବ। ସେମାନେ ଚାଲାକି ଦେଖେଇଲେ ମୁଁ ବି କୋଉ ଆଡେ ବୋକା ହେଇଛି ଯେ ବାଟ କାଢି ପାରିବିନି। ଶୁଣ ଶୁଣ, ସମସ୍ତେ ଶୁଣ। ଆଜି ଜୀବନରେ ପ୍ରଥମ ଥର ପାଇଁ ଆମ ପୋଖରୀ ଉପରେ ଗୋଟେ ବଗର ଦୃଷ୍ଟି ପଡିଥିଲା, କିନ୍ତୁ ଆମ କଙ୍କଡା ଦାଦାଙ୍କ ବୁଦ୍ଧି ଯୋଗୁ ଆମେ ସବୁ ରକ୍ଷା ପାଇଛେ। ସେଥିପାଇଁ ଆଜି ସମସ୍ତେ ଗୋଟେ ସଭା କରି ତାଙ୍କୁ ସମ୍ମାନ ଜଣେଇବା। ଆରେ ମୁଁ ତ କର୍ତ୍ତବ୍ୟ କରିଛି, ସମ୍ମାନ ମୋର କଣ ହବ? ବଗ ପୁଣି ଆସିପାରେ, ଆମେ ସବୁ ସାବଧାନ ରହିବା ଦରକାର। କିନ୍ତୁ ଆମେ ସବୁ ଭାବିଥିଲୁ। ଆରେ ତମେ ସବୁ ତମ ନିଜର। ଏ ସମ୍ମାନ ଦିଆନିଆରୁ କଣ ମିଳିବ? ତୁମ ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ହିଁ ମୋର ସବୁଠୁ ବଡ ସମ୍ମାନ। ଆପଣ ଠିକ କହୁଛନ୍ତି। ବଗ ପୁଣି ଆସିଲାଣି ରେ। କଙ୍କଡ଼ା ଭାଇନା, ଇଏ ବଗ ତ କ'ଣ ଜମାରୁ ହଲଚଲ ହଉନି? କଣ ପାଇଲେ ସିନା ହଲିବ? ଆଶ୍ଚର୍ଯ୍ୟ, ଇଏ ଚୁପଚାପ ଛିଡ଼ା ହେଇ ରହିଛି, ମାଛ ଆଡ଼େ ଦୃଷ୍ଟି ଦଉନି। ଇଏ ମହାଚତୁର, ବିଶ୍ୱାସ କରନି ୟାକୁ। ଦାଦା, ବଗ କଣ ବାବାଜୀ ହେଇଗଲା ନା କଣ? ବାଉଁଶ ଭିତରେ ବି ଅଙ୍ଗାର ଥାଏ, ଏ କଥା ମନେ ରଖିଥା। ଉପରିଆ ରଙ୍ଗ ଢଙ୍ଗ ଦେଖି ଭାସି ଯା ନା ମା। ତୁମେ ଆମଠୁ ଅଧିକ ଦେଖିଛ ସଂସାରକୁ। ତୁମେ ଯାହା କହିବ ସେଇଟା ହିଁ ଠିକ। ହଉ, ସଞ୍ଜ ହେଲାଣି, ଯାଅ ସବୁ ନିଜ ନିଜ ଘରକୁ। ଦାଦା ଠିକ କହୁଛନ୍ତି। ମୋ ମନ କହୁଛି ଆଜି ସିଏ ପୁଣି ଆସିବ। ଆସୁ, ସେ ଛିଡ଼ା ହେଇ ରହିଲେ ଆମର କ'ଣ ଯାଏ ନା ଆସେ? କାଦୁଅକୁ ଯିବ କିଆଁ, ଗୋଡ଼ ଧୋଇବ କିଆଁ? ଦାଦା ଠିକ କହୁଛନ୍ତି। ଲୁଚିଯା, ଲୁଚିଯା ସମସ୍ତେ, ପୁଣି ଆସିଲାଣି। ଇଏ ତ କାଲି ଭଳିଆ ଆଜି ବି ଚୁପଚାପ ଛିଡ଼ା ହେଇଛି। ଦାଦା, ପିଲାମାନେ ଖେଳିବାକୁ ଅଝଟ ହଉଛନ୍ତି। ଆରେ ଖେଳ ବଡ଼ ନା କାଳ? ପିଲେ ନ ଖେଳିଲେ କଣ ମାନିବେ? କିନ୍ତୁ ବଗ ତ କିଛି କରୁନି, ଚୁପଚାପ ଜପ କରୁଛି ଛିଡ଼ା ହେଇ। ଦେଖ, ସେ ଥିଲା ଯାଏ ଆମେ କେହି ସେଠିକି ଯିବା କଥା ନୁହଁ। ମୁଁ ଘଟଣାଟା ଦେଖି ଆସେ। ଆରେ ଇଏ ତ ଆଖି ବନ୍ଦ କରି ମାଳା ଗଡ଼ଉଛି। ବଗ ଭାଇ, ବଗ ଭାଇ, ବଗ ଭାଇ, ତମେ ଆଖି ବନ୍ଦ କରି ମାଳା ଗଡ଼େଇ ଜପ କରୁଛ କାହିଁକି? ପ୍ରଭୁଙ୍କ ଧ୍ୟାନ କରୁଛି। ତମେ ତ ଜାଣ, ବ୍ରହ୍ମାଣ୍ଡରେ 56 କୋଟି ପ୍ରକାରର ଜୀବ ଅଛନ୍ତି, ଆକାଶରେ, ମର୍ତ୍ତ୍ୟରେ ଆଉ ଜଳରେ।
ହଁ ହଁ ସତ କଥା। ନାକରେ ଯଦି ଅଜାଣତରେ କୀଟ ପତଙ୍ଗ ପଶି ମରିଯାଆନ୍ତି ତେବେ ପାପ ହବ। ସେଇଥିପାଇଁ ନାକରେ କପା ଦେଇ ବନ୍ଦ କରିଛି। ପାଣିର ଜୀବ କାଳେ ଆସିଯିବେ ବୋଲି ଥଣ୍ଟରେ କପା ଦେଇଛି ପାଣି ଛାଣିବାକୁ। ଆରେ ତମେ ତ ଧର୍ମକର୍ମ ମାନୁଥିବା ଜଣେ ଭକ୍ତ, ଆମେ ତୁଚ୍ଛାଟାରେ ତମକୁ ଡରୁଥିଲୁ। ପ୍ରଭୁଙ୍କର ଭକ୍ତକୁ ପୁଣି ଭୟ କ'ଣ? ଯାଅ ସମସ୍ତଙ୍କୁ କହିଦିଅ। ଆରେ ଶୁଣ, ସେ ବଗକୁ ଡରିବା ଦରକାର ନାହିଁ, ସିଏ ତ ବଡ଼ ଧାର୍ମିକ। ମୋ କଥା ଶୁଣ, ସେଇଟା ଗୋଟାଏ ଠକ, ତାକୁ ବିଶ୍ୱାସ କର ନାହିଁ। ମୁଁ ପରା ନିଜେ ତା ସାଙ୍ଗରେ କଥା ହେଲି। ଯାଏ ମୁଁ ବି ଟିକେ ଦେଖି ଆସେ। ମାଲୋ ଯା ନା, ବିପଦ ଅଛି ସେଇଠି। ମୁଁ ହୁସିଆର ଥିବି ଦାଦା, ଚିନ୍ତା କର ନା। ପ୍ରଣାମ ମାଛରାଣୀ, ମୋତେ ଡରନି ମ। ମୁଁ ଏଇଠିକି ଆସି ତମମାନଙ୍କୁ ଅସୁବିଧାରେ ପକାଉଥିବାରୁ ମୁଁ ଭାରି ଦୁଃଖିତ। ପ୍ରଭୁ ଭଜନ ପାଇଁ ଏଇ ପୋଖରୀଟି ହିଁ ମୋ ମନକୁ ପାଇଲା ବୋଲି ଏଇଠି ରହିଗଲି। କହିବ ଯଦି ଚାଲିଯିବି। ନାଇଁ ଭାଇ, ତମ ଭଜନରେ ବାଧା ଦେଲେ ଆମର ପାପ ହବ ଯେ। ତମେ ଆରାମରେ ଭଜନ କର, କିଛି ଚିନ୍ତା ନାହିଁ। ଆରେ ସମସ୍ତେ ବାହାରକୁ ଆସ, ଏ ବଗ ଆମର କିଛି କ୍ଷତି କରିବନି। ଏ ବଗ ଭାରି ଚତୁର, ମୋ କଥା ମାନ, ପରେ ଚିନ୍ତା କଲା ବେଳକୁ ଆଉ କିଛି ନଥିବ। ସବୁ ଖଳମାନଙ୍କର କଥା ଗୋଟେ, ହେଲେ କାମ ଆଉ ଗୋଟେ। ଚାଲାକ କଙ୍କଡ଼ା ଠିକ୍ ଜାଣିଥିଲା ଯେ ବଗଟା ଗୋଟେ ଠକ ବୋଲି। ବଗ ଚିକଣ କଥା କହି ସମସ୍ତଙ୍କ ମନ କିଣିନେଲା, ଆଉ ସମସ୍ତେ ତାକୁ ବିଶ୍ୱାସ କରିବାକୁ ଲାଗିଲେ। ଏମିତିକି ସେ ସମସ୍ତଙ୍କୁ ପ୍ରବଚନ ଦେବା ବି ଆରମ୍ଭ କରିଦେଲା। ଏ ସଂସାର ମିଛ ମାୟା, ଏଠି କେହି କାହାର ନୁହନ୍ତି। ଯିଏ ଜନ୍ମ ନେଇଛି ଦିନେ ତାର ମୃତ୍ୟୁ ନିଶ୍ଚିତ। ତେଣୁ ନିଜର ଜୀବନ ରକ୍ଷା ପାଇଁ ହିଂସା ଆଚରଣ ମହାପାପ। ମୁଁ ତ ଖାଦ୍ୟ ଛାଡ଼ିଦେଲିଣି, ଆଉ କିଛି ଦିନ ଗଲେ ଜଳ ବି ତ୍ୟାଗ କରିବି। ପ୍ରଭୁ ନାମର ଅମୃତ ସବୁ ଭୋକ ଶୋଷ ଶାନ୍ତ କରିଦେବ। ପ୍ରଭୁଙ୍କ ଭଜନ କର, ଜୀବନ ସଫଳ ହବ, ମୋକ୍ଷ ମିଳିବ। ହରି ଓମ୍। ବଗ ଭକତଙ୍କର, ବଗ ଭକତଙ୍କର, ବଗ ଭକତଙ୍କର, ବଗ ଭକତଙ୍କର, ଜୟ ମହାତ୍ମା ବଗ ମହାରାଜଙ୍କର। ଏଥରକ ସମସ୍ତେ ବାଟକୁ ଆସିଲେଣି। ଆଇଁଷ ନବାଜି ମୁହଁଟା ଭାରି ବେସୁଆଦିଆ ଲାଗିଲାଣି। ହଉ ଯାଉ ଆଉ କିଛି ଦିନ। ଏଣିକି କେତେ ଭଳିକି ଭଳି ମାଛ, କଙ୍କଡ଼ା, କଇଁଚ। ଧନ୍ୟ ବଗ ମହାରାଜ, ଧନ୍ୟ ତମ ବୁଦ୍ଧି। ଆଉ 2-4 ଦିନ ଗଲେ ତମର ତ କଚି ପୁଅ ବାହାର। ଯା ହଉ, ଏଇ ବଗ ଭକ୍ତ ପାଇଁ ଆମେ ବି ପୁଣ୍ୟର ଭାଗୀ ହେଲେ। ସତ କଥା ଦାଦା, ଏ ବଗ ଗଲା ଜନ୍ମରେ ନିଶ୍ଚୟ ଜଣେ ମହାତ୍ମା ଥିଲେ। ଆରେ ଚାଲ ଚାଲ, ବଗ ମହାରାଜ ଆସିଗଲେ। କ'ଣ ହେଲା ମହାରାଜ, ମନ ଉଣା ଜଣା ପଡୁଛି? ଦେହ ଭଲ ନାହିଁ କି ମହାରାଜ? ଆମେ କ'ଣ ସାହାଯ୍ୟ କରିପାରିବୁ କି? ମୁଁ ତ ମୋ ଚିନ୍ତା କରିବା କେବେଠୁ ଛାଡ଼ି ଦେଇଛି। ସବୁ ସେଇ ପ୍ରଭୁ ଶ୍ରୀହରିଙ୍କୁ ସମର୍ପି ଦେଇଛି।
ଖାଲି ଯାହା ତମରି ମାନଙ୍କ ଚିନ୍ତା। ତମ ମାନଙ୍କ ଠାରେ ମୋ ମନ ବନ୍ଧା ପଡ଼ିଗଲାଣି। ତମ ସୁଖରେ ମୋ ସୁଖ, ଆଉ ତମ ଦୁଃଖରେ ମୋ ଦୁଃଖ। ତମରି ଚିନ୍ତାରେ ମୋ ମନ ଖାଲି ଗାରି ହଉଛି ତମ ଉପରେ। କାହିଁକି? କଣ ହେଲା କି? କଣ ଆଉ କହିବେ, ଖୁସିର ଖବର ହେଇଥିଲେ ସିନା। କଣ କିଛି ଦୁଃଖ ଖବର ଅଛି କି? ଦୁଃଖ, ମହାସଙ୍କଟ, ଘୋର ବିପଦ। ମୁଁ ତ ଭଜନ, ଧ୍ୟାନ, ତପସ୍ୟା କରି ପ୍ରଭୁଙ୍କ ଠାରେ ଲୀନ ହେବାକୁ ଏଠିକି ଆସିଥିଲି। ତମେ ମାନେ ମୋତେ ମୋହ ଜାଲରେ ବାନ୍ଧିଦେଲ। ତୁମ ଉପରକୁ ଆସୁଥିବା ବିପଦ ପାଇଁ ଏବେ ମୋ ପ୍ରାଣ କାନ୍ଦୁଛି। ଶୀଘ୍ର କୁହନ୍ତୁ, କଥା କଣ? ମୋର ମାନସ ଚକ୍ଷୁରେ ଦେଖୁଛି ଆସନ୍ତା 12 ବର୍ଷ ଯାଏ ବର୍ଷା ହେବ ନାହିଁ। ଏ ପୋଖରୀରେ ଯେତେବେଳେ ପାଣି ରହିବ ନାହିଁ, ତମ ସମସ୍ତଙ୍କର କଣ ହବ? ଆହା, ହେ ପ୍ରଭୁ, ଦୟାକର ଏଇ ନିରୀହ ଜୀବମାନଙ୍କ ଉପରେ। ମୋ ପ୍ରାଣ ପଛକେ ନେଇଯାଅ, ହେଲେ ଏମାନଙ୍କୁ ରକ୍ଷା କର ଭଗବାନ। ଏ ବିପଦରୁ ଆପଣ ହିଁ ଆମକୁ ରକ୍ଷା କରିବେ ମହାରାଜ। ମୁଁ ତ ସାମାନ୍ୟ ବଗଟିଏ, ମୁଁ ବା କଣ କରିପାରିବି? ଆପଣ ଆମମାନଙ୍କୁ ଜଣେ ଜଣେ କରି ଥଣ୍ଟରେ ନେଇ ବଡ଼ ନଦୀରେ ଛାଡ଼ି ଦେଇ ଆସିଲେ ଆମେ ବଞ୍ଚିଯିବୁ। ହଁ ହଁ, ଆମେ ଯିବୁ, ଆମେ ଯିବୁ। ହଉ, ଆପଣମାନେ ଯେତେବେଳେ ଏତେ ବାଧ୍ୟ କରୁଛନ୍ତି, ମୋର ଆଉ ନାହିଁ କରିବାକୁ ଉପାୟ ଅଛି କି? ହଁ, ଏଇଠୁ 4 କୋଶ ଦୂରରେ ଗୋଟାଏ ନଦୀ ଅଛି। ମୁଁ ତମମାନଙ୍କୁ ସେଇଠିକି ନେଇଯିବି। ହଁ, ପ୍ରଥମେ କିଏ ଯିବ? ମୁଁ ଯିବି। ନା ମୁଁ ଯିବି। ମୁଁ ଯିବି। ନା ମୁଁ ଆଗ। ମୁଁ ଯିବି। ପ୍ରଥମେ ଏଇ ସିଙ୍ଗି ମାଛ ଯିବ। ହଁ। ମୁଁ ଯିବି, ନଦୀକି ଯିବି, ମଜା ହବ। ସତରେ ମହାରାଜ କେତେ ଭଲ। ଆମ ପାଇଁ କେତେ କଷ୍ଟ କରୁଛନ୍ତି ସିଏ। ପୁଣ୍ୟାତ୍ମା ସେ, ପୁଣ୍ୟ ତ କରିବେ ହିଁ କରିବେ। କେତେ ଦିନରୁ ଏଇ ସୁଯୋଗକୁ ଚାହିଁ ବସିଥିଲି। ଏଥରକ ଆଉ ଭୋଜନର ଚିନ୍ତା ନାହିଁ। ଏବେ ଖାଲି ପେଟ ପୁରା ଭୋଜନ ଆଉ ସୁଖ ନିଦ୍ରା। କି ଆରାମ। ବଗ ଏମିତି ଧାର୍ମିକ ପଣିଆ ଦେଖେଇ ଠକାଠକି କରି ସବୁଦିନ ସେ ପୋଖରୀରୁ ମାଛ, କଙ୍କଡ଼ା ଆଉ କଇଁଛ ଖାଉଥିଲା, ଆଉ ମନେ ମନେ ଖୁସି ହେଉଥିଲା। ଦେଖୁ ଦେଖୁ ଦିନେ ସେଇ ବୁଢ଼ା କଙ୍କଡ଼ାର ପାଳି ପଡ଼ିଲା। ଆଉ ବଗ ସେଇ ବୁଢ଼ା କଙ୍କଡ଼ାଟାକୁ ଆଣି ନିଜ ଗଛରେ ପହଞ୍ଚିଗଲା। ଏତେ ମାଛ କଣ୍ଟା? ତାହେଲେ ଏଇ ଦୁଷ୍ଟ ବଗ ଆମକୁ ଆଜି ଯାଏ ମୂର୍ଖ ଭାବି ଠକୁଥିଲା। ରେ ଧୂର୍ତ୍ତ ବଗ, ସମସ୍ତଙ୍କୁ ଭଣ୍ଡେଇ ଏତେ ମାଛ ମାରି ଖାଇଲୁ। ତୋ ଭଳି ପାପୀର ବଞ୍ଚି ରହିବାର ଅଧିକାର ନାହିଁ।
ବୁଝିଲୁ? ମତେ ଛାଡ଼ି ଦିଅ ଦୟା କର ଆଉ କେବେ ତମ ପୋଖରୀକି ମୁଁ ଯିବିନି ମତେ କ୍ଷମା କରିଦିଅ। ତତେ କ୍ଷମା କରିଦେଲେ ମାଛ ମାନେ କଣ ପୁଣି ବଞ୍ଚି ଉଠିବେ? ତୋ ପାପର ଦଣ୍ଡ ତତେ ଦବାକୁ ପଡିବ। ଦେଖିଲ ତ ପିଲେ, ଅନ୍ୟମାନଙ୍କର ବିଶ୍ୱାସରେ ବିଷ ଦେଇ ବଗର କି ଅବସ୍ଥା ହେଲା। ସେଇଥିପାଇଁ କାହାରିକୁ ମିଛ କହି ଠକିବାକୁ ଚେଷ୍ଟା କରିବନି। ସେମିତି କଲେ ଭଗବାନ ନିଶ୍ଚୟ ଦିନେ ନା ଦିନେ ତମକୁ ଦଣ୍ଡ ଦେବେ।